ଏଇଠି ଏବେ ମଇଦା ଚକୁଳି କରି ନେଇ ଆସିଲି ଖାଇବି। ଆଜି ଯେହେତୁ ଗୁରୁବାର ପିଠା ମଇଦା ଚକୁଳି ଚା ଖାଇବି ଆଉ। ତରକାରୀ କ'ଣ ହବ? ତରକାରୀ ଆଜି କ'ଣ ହବ ମୁଁ ଜାଣିନି। କ'ଣ ହବ? ଆରେ ଆଜି କୁଆଡ଼େ ଯିବୁ ନା ରହିବୁ? ରହିବୁ? ସେ ସାଧା ଦିନ ଘରେ ରହିବ, ଆଇଁଷ ସାଧା ଦିନ ହେଲେ ବାହାରକୁ ଯାଆନ୍ତ ଖାଆନ୍ତ। ଗୁରୁବାର ବା ଗୁରୁବାର କ'ଣ? ସଂକ୍ରାନ୍ତି କ'ଣ? ସଂକ୍ରାନ୍ତି ପରେ କାଲି ସଂକ୍ରାନ୍ତି ନହେଲେ ରୁଟି ମୁଗ ଖାଆନ୍ତି ବା ହଁ। ଏକାଦଶୀରେ। ସେ ଆମ ଘରୁ ସେ ଯେଉଁ ଆଈ ଗୋଟେ ଆସିଥିଲା, ଗୋଟେ ଆଈ, ସିଏ କହୁଥିଲା, କହିଲା ତାର କ'ଣ ଏକ ବାର ବି କରନ୍ତି ସେମାନେ। ହଁ, ଏକ ବାର କରିବେ, ସୋମବାର କରିବେ, ଏକାଦଶୀର ଏକ ବାର। କାଲିକି ରାତି ଆଉ ଶୋଇବେ, ଏ ଯେଉଁ ଜାଗର ଜାଳିବେ। ତା ପରଦିନକୁ ଗାଧେଇଲେ କ'ଣ କରିବେ ନା ଆକାଶରେ ତାରା ଦେଖିଲେ ଯାଇକି ଶୋଇବେ। ଏଇଥର ଇଏରେ ଆସିଥିଲେ କହୁଥିଲା, କହିଲା ମୁଁ କରେ ଯେଉଁ ଏକ ବାର 2 ଦିନ ମୋର ପଳେଇଯାଏ ଉପାସ। ତାଙ୍କର ପୁରା ବଡ଼ ଫ୍ୟାମିଲି ନା। ଆମ ଘରେ ତ ସମସ୍ତେ ସକାଳୁ ତାଙ୍କ ଡ୍ୟୁଟିରେ ସବୁ ବାହାରି ଯାଆନ୍ତି। ଆଉ ଏକୁଟିଆ ଏକୁଟିଆ ମୁଁ କି କଥା ହେବି। ସେଇ ଯାହା ରୋଷେଇ କରୁଛି, ଟିକେ ଯାହା ମୁଁ ମୋର ଡେଲି ଲାଇଫରେ ଯାହା ବି କରେ ସେଇଟାକୁ ଟିକେ ଟିକେ ଆପଣଙ୍କୁ ଦେଖାଉଛି। ଆଉ କ'ଣ ସମସ୍ତେ ଆମ ବୋଉ ତାଙ୍କର ଟିଭି ଦେଖନ୍ତି। ଟିଭି ଦେଖିକି ସେ ତାଙ୍କର ଟିକେ ଶୋଇପଡ଼ନ୍ତି। ଅପା ବି ତାର ସେ ତା କାମ ସରିଲା ପରେ ସେ ତାର ଟିକେ ଶୋଏ କି କାହା ସହିତ ଫୋନରେ କଥା ହୁଏ। ଆଉ ମୁଁ ଏକୁଟିଆ ଏକୁଟିଆ କି କଥା ହେବି। ମୁଁ ବସିକି ଟିକେ ରୋଷେଇ ସାରି ଦେଇକି ବସିଥାଏ। ଆଉ କ'ଣ କରିବି। ପୁଅ ଆସିଲା ଯାକେ ଟିକେ ଫାଙ୍କା। ପୁଅ ଆସିଲା ପରେ ତାପରେ ସେଠୁ ତା ପଛରେ ମୋର କାମ। ଏବେ ରୋଷେଇ ସାରିକି ପଳେଇ ଆସିଲି ଟିକେ ରୁମ୍ରେ ଟିକେ ବସିବି। ତାପରେ ଆଉ ଅଧଘଣ୍ଟାରେ ପୁଅ ଆସିବ ସ୍କୁଲରୁ। ଆସିଲେ ପୁଣି ସେ ଗାଧେଇବ, ଖାଇବ, ତା କାମ ଲାଗିବ ପୁଣି ଆଉ। ଆଜି ଯେହେତୁ ଗୁରୁବାର, ରୋଷେଇରେ କ'ଣ ସାଧା ଭାତ, ଡାଲି, ଆଳୁ ଭର୍ତ୍ତା, ବାଇଗଣ ଭର୍ତ୍ତା, ଶାଗ ଭଜା। ଅପା ଖାଇବ ଅରୁଆ, ତା ପାଇଁ ହେଇଛି। ଏଇଆ ଆଉ କ'ଣ ରୋଷେଇ ସବୁ ତ ସେଇ ଆଉ। ସାଧା ଏଇନା କାର୍ତ୍ତିକ ମାସ ମାନେ ସାଧା। ଆଉ ରୋଷେଇ ଏଇନା ଆଉ କିଛି ସେଇ କୋବି ବାଇଗଣ। ଗୋଟା ପିଲା ସେଠି ଖଟ ଉପରୁ ଉଠିକି ଆସିକି ଏଠି ସୋଫା ଉପରେ ଶୋଇଛି। 5ଟା ବାଜିଲାଣି ଆସିକି। ଦେଖ ଦେଖ। ଏବେ ଆମର ତଡ଼କା ମସଲା ରେଡ଼ି। ଏବେ ତଡ଼କା ପକେଇବା। ଆଉ ଗୋଟେ ରୁଟି ଦେବି ନା? ଧୋଇକି ନା ସେମିତି ଦେବି?
ଏପର୍ଯ୍ୟନ୍ତ ଶୋଉନି, ପୁଣି ସକାଳକୁ ସ୍କୁଲ ଯିବୁ ନା ନାଇଁ? ଶୀଘ୍ର ଶୋ। ଗୁଡ୍ ନାଇଟ୍। ଏବେ ଆମେ ଚାଲିଲୁ ଶୋଇବା ପାଇଁ। ଆସି ରାତି 11ଟା ବାଜିବ, ସବୁ କାମ ସାରି ଶୋଇବାକୁ ଆସିବ। ଏପର୍ଯ୍ୟନ୍ତ ଗୋଟେ ଛୁଆ ଶୋଉନି, ଆସି ରାତି 11ଟା ବାଜିଲାଣି। ସକାଳକୁ ଲେଟ୍ ହେଲେ କହିବ ମୋତେ ଉଠେଇଲାନି। ନିଥର ନିଜେ ଉଠିକି ଯିବୁ, ମୁଁ ଆଉ ଉଠେଇବିନି ହେଲା। ନିଜେ ଉଠିବୁ ଏଥର, ମୁଁ ଆଉ ଡାକିବିନି ତତେ।